ବର୍ତ୍ତମାନ ଆମେ ଦେଖିବା ଇଲେକ୍ସନ କମିଶନ ଅଫ ଇଣ୍ଡିଆ ରୁ ଗୋଟେ ଚିଠି ଆସିଛି। ସେ ଚିଠିରେ ଆମକୁ ପ୍ରି ଏସଆଇଆର କାମ କରିବା ପାଇଁ କୁହାଯାଇଛି। ସେ ପ୍ରି ଏସଆଇଆର କଣ ନା ଏସଆଇଆର ର ଫୁଲ ଫର୍ମ ହଉଛି ସ୍ପେଶାଲ ଇଣ୍ଟେନସିଭ ରିଭିଜନ। ତାରି ଉପରେ ଆମେ 2002 ଇଲେକ୍ଟୋରାଲ ରୋଲ ଏବଂ 2025 ଇଲେକ୍ଟୋରାଲ ରୋଲ ଦିଟାକୁ ମିଳେଇକି ଆମେ କ୍ୟାଟେଗୋରିକାଲି ଏ ବି ସି ଭୋଟରଙ୍କୁ ବାଛିବା। କେମିତି ସେଟାକୁ ସହଜ ଏବଂ ସୁନ୍ଦର ଭାବରେ କରିପାରିବା ତା ପାଇଁ ଆମର এই ଭିଡିଓଟି ପ୍ରସ୍ତୁତ ହୋଇଛି। ଆପଣମାନେ ଭଲ ଭାବରେ ଦେଖନ୍ତୁ, ଯାହା ଫଳରେ କି କାମଟାକୁ ସହଜରେ ବୁଝିପାରିବେ ଏବଂ କରିପାରିବେ। ଏବେ ଆମେ ଦେଖିବା ଚିଠିଟି କଣ କହୁଛି। ନିର୍ବାଚନ ତାଲିକା 2002-2025 ନିର୍ବାଚନ ତାଲିକାର ତୁଳନା। ଭାରତୀୟ ନିର୍ବାଚନ କମିଶନ ଇସିଆଇଙ୍କ ସଦୟ ନିର୍ଦ୍ଦେଶ ଅନୁଯାୟୀ 2002 ମସିହାରେ ଉପସ୍ଥିତ ଥିବା ଏବଂ 2025 ମସିହା ପର୍ଯ୍ୟନ୍ତ ଜାରି ରହିଥିବା ଭୋଟରମାନଙ୍କୁ ଚିହ୍ନଟ କରିବା ପାଇଁ 2025 ମସିହାର ଭୋଟର ତାଲିକାକୁ 2002 ସହିତ ତୁଳନା କରାଯିବା ଆବଶ୍ୟକ। ପରବର୍ତ୍ତୀ ପାରାଗୁଡ଼ିକରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ବର୍ଗର ଭୋଟରଙ୍କୁ 2025 ମସିହାର ଭୋଟର ତାଲିକାରେ ଚିହ୍ନିତ କରିବାକୁ ପଡ଼ିବ। ଯେହେତୁ 2002 ଏବଂ 2025 ମଧ୍ୟରେ ଏକ ବିରାଟ ସମୟ ବ୍ୟବଧାନ ରହିଛି ଏବଂ 2008 ପରେ ଏସି ଗୁଡ଼ିକର ନୂତନ ସୀମା ନିର୍ଦ୍ଧାରଣ କରାଯାଇଥିଲା, ବିଧାନସଭା ନିର୍ବାଚନ ମଣ୍ଡଳୀ କିମ୍ବା ଭାଗ ସଂଖ୍ୟା ଅନେକ ସ୍ଥାନରେ ପରିବର୍ତ୍ତନ ହୋଇପାରେ। ତେଣୁ ସ୍ଥାନୀୟ ଅଞ୍ଚଳ କିମ୍ବା ଗ୍ରାମକୁ ବିଚାରକୁ ନେଇ ମେଳ ଖାଇବା ଉଚିତ। ଏଥିରେ ଏକାଧିକ ମତଦାନ କେନ୍ଦ୍ର ସାମିଲ ହୋଇପାରେ। ତେଣୁ ଏକାଧିକ ବିଏଲ ମାନଙ୍କୁ ଏକାଠି ବସି 2025 ଭୋଟର ତାଲିକା ଚିହ୍ନଟ ହେବାକୁ ଥିବା ବିଭିନ୍ନ ବର୍ଗର ଭୋଟରଙ୍କୁ ଚିହ୍ନଟ କରିବାକୁ ପଡ଼ିପାରେ। ଏହି କାର୍ଯ୍ୟକୁ ସହଜ କରିବା ପାଇଁ ନିମ୍ନରେ ପରାମର୍ଶ ଜାରି କରାଯାଇଛି। 2002 ନିର୍ବାଚନ ତାଲିକାର ଗୋଟିଏ କପି ମୁଦ୍ରିତ ହୋଇ ସମ୍ପୃକ୍ତ ବିଏଲ ମାନଙ୍କୁ ପ୍ରଦାନ କରାଯିବ। ବିଭିନ୍ନ ବର୍ଗର ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ବିଏଲ ମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା 2025 ର ଗୋଟିଏ ଅତିରିକ୍ତ କପି ଦିଆଯିବ। ବର୍ତ୍ତମାନ ଦେଖିବା ବର୍ଗୀକରଣ କାର୍ଯ୍ୟ କିପରି କରାଯିବ। ପ୍ରଥମେ ଆମେ ଏ ବର୍ଗ କିମ୍ବା କ୍ୟାଟେଗୋରୀ ଏ କୁ କିପରି ଭାବରେ ବାଛିବା। ଦେଖିବା ଯେଉଁମାନଙ୍କର ଭୋଟର ତାଲିକାରେ ନାମ 2002 ଏବଂ 2025 ଉଭୟ ତାଲିକାରେ ଅଛି, ସେମାନଙ୍କୁ ଆମେ କ୍ୟାଟେଗୋରୀ ଏ ବା ବର୍ଗ ଏ ରେ ତାଲିକାଭୁକ୍ତ କରିବା। ଏଇଠି ଗୋଟେ ତାଲିକା ହିସାବରେ ଦିଆଯାଇଛି 2025 ଭୋଟର ତାଲିକା, ଏପଟେ ଦିଆଯାଇଛି 2002 ଭୋଟର ତାଲିକା। 2025 ରେ ନାମ ଅଛି ଗୋପାଳ ନନ୍ଦ ଏବଂ ପିତାଙ୍କ ନାମ ଅଛି ରଘୁନନ୍ଦ। ଏପଟେ 2002 ଭୋଟର ତାଲିକାରେ ସେଇ ନାମ ଅଛି ଗୋପାଳ ନନ୍ଦ ଏବଂ ପିତା ଅଛି ରଘୁନନ୍ଦ। ତେଣୁ 2025 ର ଯେଉଁ ନାଁଟି ଆମେ ଦେଖିଲେ 2002 ଭୋଟର ତାଲିକାରେ ସେଇ ନାଁଟି ଆମେ ଖୋଜି ପାଇଗଲେ। ତେଣୁ ଏଇମାନଙ୍କୁ ଆମେ କ୍ୟାଟେଗୋରୀ ଏ ହିସାବରେ ଆମେ ବାଛିବା। ଏଇଭଳି ଭାବରେ ଆମେ 2025 ଭୋଟର ତାଲିକାରେ ଯେଉଁମାନଙ୍କର ନାମ ଏବଂ 2002 ଭୋଟର ତାଲିକାରେ ଯେଉଁମାନଙ୍କର ନାମ ଏକ୍ଜାକ୍ଟ ମିଳିବ, ସଠିକ ଭାବରେ ମିଳିପାରିବ, ଆମେ ସେମାନଙ୍କୁ କ୍ୟାଟେଗୋରୀ ଏ ତାଲିକାରେ ଅନ୍ତର୍ଭୁକ୍ତ କରିବା। ବର୍ତ୍ତମାନ ଆମେ ବର୍ଗ ବି ବା କ୍ୟାଟେଗୋରୀ ବି ଭୋଟରଙ୍କୁ ବାଛିବା। ସେଥିରେ ଦେଖିବା ଯେଉଁ ଭୋଟର ମାନଙ୍କର ନାମ 2025 ତାଲିକାରେ ଅଛି ଏବଂ ତାଙ୍କର ପିତା କିମ୍ବା ଜେଜେମାତା ପୂର୍ବପୁରୁଷଙ୍କ ନାମ 2002 ଭୋଟର ତାଲିକାରେ ଅଛି, କେବଳ ଭୋଟରଙ୍କ ପୁଅ ଝିଅ ଯାହାଙ୍କ ନାମ 2002 ତାଲିକାରେ ଅଛି କିମ୍ବା ଭୋଟରଙ୍କ ନାତି ନାତୁଣୀ ଯାହାଙ୍କ ନାମ 2002 ଭୋଟର ତାଲିକାରେ ଉପଲବ୍ଧ, ସେମାନଙ୍କୁ ଏହି ବର୍ଗରେ ଚିହ୍ନିତ କରାଯିବ ଏବଂ ଅନ୍ୟ କାହାକୁ ନୁହେଁ। କୌଣସି ଶ୍ୱଶୁର କିମ୍ବା ଅନ୍ୟ ସମ୍ପର୍କୀୟଙ୍କୁ ବିଚାର କରାଯାଇ ପାରିବ ନାହିଁ। ଏଥିରେ ଗୋଟେ ଉଦାହରଣ ସ୍ୱରୂପ ନିଆଯାଇଛି 2025 ଭୋଟର ତାଲିକା, ଏପଟେ ନିଆଯାଇଛି 2002 ଭୋଟର ତାଲିକା। ନାମ ଲେଖାଯାଇଛି ଗୋପାଳ ନନ୍ଦ, ପିତା ହେଉଛନ୍ତି ରଘୁନନ୍ଦ। ଏପଟେ 2002 ରେ ଗୋପାଳ ନନ୍ଦର ନାଁ ନାହିଁ, ତାଙ୍କର ପିତା ରଘୁନନ୍ଦର ନାଁ ଅଛି ଏବଂ ରଘୁନନ୍ଦର ପିତା ଯଦୁନନ୍ଦ ନାଁ ଅଛି।
ତେଣୁ ଆମେ ବର୍ତ୍ତମାନ 2025 ଭୋଟର ତାଲିକାରେ ଗୋପାଳାନନ୍ଦକୁ ପାଇଲେ, କିନ୍ତୁ 2002 ଭୋଟର ତାଲିକାରେ ଆମେ ତାଙ୍କର ପିତାଙ୍କୁ ପାଇଲେ, କିନ୍ତୁ ଗୋପାଳାନନ୍ଦକୁ ପାଇଲେ ନାହିଁ। ତେଣୁ ଏମାନଙ୍କୁ ଆମେ କ୍ୟାଟେଗୋରୀ ବି ହିସାବରେ ବାଛିବା। ଏବେ ଆମେ କ୍ୟାଟେଗୋରୀ ସି କଥା ଆଲୋଚନା କରିବା। ସି କ୍ୟାଟେଗୋରୀରେ ଆମେ କେଉଁମାନଙ୍କୁ ରଖିବା? 2025 ତାଲିକାରେ ଭୋଟରଙ୍କର ନାମ ଉପଲବ୍ଧ ଥିବ, କିନ୍ତୁ 2002 ତାଲିକାରେ ଭୋଟରଙ୍କର ନାମ କିମ୍ବା ସେମାନଙ୍କର ଜେଜେବାପା କିମ୍ବା ପୂର୍ବପୁରୁଷଙ୍କ ନାମ ମିଳିବ ନାହିଁ। ସେହିଭଳି କ୍ଷେତ୍ରରେ ଆମେ କ୍ୟାଟେଗୋରୀ ସି ଭୋଟର ହିସାବରେ ସେମାନଙ୍କୁ ସ୍ଥାନିତ କରିବା। ଉଦାହରଣ ସ୍ୱରୂପ 2025 ଭୋଟର ତାଲିକା ଦିଆଯାଇଛି, 2002 ଭୋଟର ତାଲିକା ଦିଆଯାଇଛି। 2025ରେ ନାମ ଅଛି ନରହରି ବିଶ୍ୱାଳ, ପିତା କାଶୀନାଥ ବିଶ୍ୱାଳ। 2002 ଭୋଟର ତାଲିକା ଦେଖିଲା ବେଳେ ଆମେ ନରହରି ବିଶ୍ୱାଳ କିମ୍ବା କାଶୀନାଥ ବିଶ୍ୱାଳଙ୍କର କୌଣସି ତଥ୍ୟ ଆମେ ପାଇପାରିବା ନାହିଁ। ନରହରି ବିଶ୍ୱାଳଙ୍କର ପିତା କାଶୀନାଥ ବିଶ୍ୱାଳଙ୍କର ନାଁ ନାହିଁ କିମ୍ବା ନରହରି ବିଶ୍ୱାଳଙ୍କର ନାମ 2002 ଭୋଟର ତାଲିକାରେ ନାହିଁ। ତେଣୁ ଏହିପରି ନାମ ଆମେ ଯେତେ ପାଇବା ସବୁଗୁଡ଼ାକୁ ଆମେ କ୍ୟାଟେଗୋରୀ ସି ହିସାବରେ ସେମାନଙ୍କୁ ସ୍ଥାନିତ କରିବା। ଏହାପରେ ଆଉ ଗୋଟିଏ ଆମକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। 1984 ମସିହା ପରେ ଜନ୍ମିତ ବ୍ୟକ୍ତିମାନଙ୍କୁ ବି କିମ୍ବା ସି ବର୍ଗ ଭାବରେ ବିବେଚନା କରାଯିବ। 2002ର ଭୋଟର ତାଲିକାରେ ସେମାନଙ୍କର ନାମ ଆସିବ ନାହିଁ, କାରଣ ସେମାନଙ୍କୁ ସେତେବେଳେ 18 ବର୍ଷ ବୟସ ହୋଇନଥିଲା। ସେଥିପାଇଁ ଆମେ 1994 ମସିହା ପରେ ଯେଉଁମାନେ ଜନ୍ମିତ ହୋଇଛନ୍ତି ସେମାନଙ୍କୁ ଆମେ 2002 ଭୋଟର ତାଲିକାରେ ଯଦି ସେମାନଙ୍କର ନାମକୁ ଆମେ ଖୋଜିବା ତାହେଲେ ସେମାନଙ୍କୁ ଆମେ ପାଇପାରିବା ନାହିଁ। ଏଇଟାକୁ ଟିକେ ଗୁରୁତ୍ୱପୂର୍ଣ୍ଣ ସହକାରେ ଆମେ ଦେଖିଲେ ଆମେ ବି ସି କ୍ୟାଟେଗୋରୀକୁ ସହଜରେ କରିଦେଇ ପାରିବା। ପ୍ରତ୍ୟେକ ବିଏଲଓ ନିଶ୍ଚିତ କରନ୍ତୁ ଯେ ସେମାନେ ସମାନ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଥିବା 2002 ନିର୍ବାଚନ ତାଲିକାର ସମ୍ପୃକ୍ତ ଅଂଶ ସହିତ ପ୍ରାସଙ୍ଗିକ ଅଂଶ ପାଇଁ 2025 ନିର୍ବାଚନ ତାଲିକାର ଗୋଟିଏ କପି ସେମାନେ ପାଇଛନ୍ତି କି ନାହିଁ। ଆବଶ୍ୟକ ସ୍ଥଳେ ସମାନ ଅଞ୍ଚଳର ବିଏଲଓ ମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ପାରସ୍ପରିକ ପରାମର୍ଶ ସହିତ ମିଳିତ ଭାବରେ ଏହି ତୁଳନା କରାଯାଇ ପାରିବ, ଯାହା ଫଳରେ କି କାର୍ଯ୍ୟ ସହଜ ଏବଂ ସୁନ୍ଦର ହୋଇପାରିବ। ଏହାପରେ ଇଲେକ୍ସନ କମିଶନ ଅଫ ଇଣ୍ଡିଆ ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୌଣସି ବ୍ୟକ୍ତି କିମ୍ବା ଅନ୍ୟ କୌଣସି ଡିଭାଇସ ମାଧ୍ୟମରେ 2002 ଭୋଟର ତାଲିକାର ଫଟୋକପି କିମ୍ବା ଜେରକ୍ସ ନେବାକୁ ଅନୁମତି ନାହିଁ। ଯେକୌଣସି ଅନଧିକୃତ କପି ସେୟାରିଂ କିମ୍ବା ବଣ୍ଟନ କଡ଼ାକଡ଼ି ଭାବରେ ନିଷେଧ କରାଯାଇଛି। ଯଦି ଏହିଭଳି କୌଣସି ବ୍ୟକ୍ତି କରନ୍ତି ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ଇଲେକ୍ସନ କମିଶନ ଅଫ ଇଣ୍ଡିଆ ସେଥିରେ ଉଲ୍ଲେଖ କରିଛନ୍ତି। ତେଣୁ ମୁଁ ଆଶା କରେ ଆପଣମାନେ ଏ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିଥିବେ। ଏହି ଅନୁସାରେ କାର୍ଯ୍ୟ କଲେ ଆମର କ୍ୟାଟେଗୋରୀ ଏ ବି ସି ସଠିକ ଭାବରେ ଆମେ ବାଛିପାରିବା। ଧନ୍ୟବାଦ।